Hello guys, welcome back to a new vlog. This is the final look of ବରବରତେ ଯିବା ଯେହେତୁ କନ୍ୟା ଘରର ମୁଁ କନ୍ୟାର ଭାଇ ହେଉଛି ତ ସେଇଥିପାଇଁ ଯେହେତୁ ଆମେ ଟିକେ ଯିବା ବର୍ତ୍ତମାନ ବରବରତେ ଯିବା ଆଉ ବର୍ତ୍ତମାନ ଆମର ଦେଖିଲୁ ତ ଯେହେତୁ ଆମର ହଳଦୀ ରସମ ବି ବର୍ତ୍ତମାନ ହବ ଏ ଭିତରେ ଯେମିତିକି ହଳଦୀ ରସମ ଆମର ଅଲରେଡି କମ୍ପ୍ଲିଟ୍ ହେଇଛି ତ ବର୍ତ୍ତମାନ ସମସ୍ତେ ବାହାରିକି ଯାଉଛୁ ଯେଟାକି ବରବରତେ ତ ବର ଘର ପହଞ୍ଚିଲା ପରେ ତା ଘରର କେମିତି କ'ଣ ସେଇଟା ଫଙ୍କସନ୍ ସିଷ୍ଟମଟା ସେଇଟା ମୁଁ ଆପଣମାନଙ୍କୁ ମୋ ବ୍ଲଗ୍ରେ ପୁରା ଫୁଲ୍ ଦେଖେଇମି ଡିଟେଲ୍ସ ତ ବର୍ତ୍ତମାନ ମୋ ବ୍ଲଗ୍ ସହିତ ପୁରା ଯୋଡ଼ି ରହନ୍ତୁ ଚାଲ। ଆମେ ଟିକେ ବେକ୍ କରିକି ନେଇଯିବା ଆମର ମେହେଦୀ ରସମ ଆଉ ହଳଦୀ ରସମ ପାଖକୁ। ଏଇଠି ଆମର ଚାଲିଥିଲା ଯେଟାକି ଆମର ମେହେଦୀ ରସମ ତ ଏମାନେ ଏଠି ମେହେଦୀ କରୁଛନ୍ତି ଆଉ ମେହେଦୀର ମୋ ଭଉଣୀର କିଛି ଏମିତିକା ହେଇଥିଲା ଯେଟାକି ମେହେଦୀ ସୁଟ୍ କିଛି କରିଥିଲି ମୁଁ ଆଉ ଏଇଟା ଥିଲା ତାର ହଳଦୀ ରସମର କିଛି ସୁଟ୍ କରିଥିଲି ମୁଁ ଫଟୋଗ୍ରାଫି। ତ ଏବେ ଆମେ ଫାଇନାଲି ବାହାରିକି ଯାଉଛୁ ଯେଟାକି ବରବରତେ ତ ଗାଡ଼ିରେ ଆମେ ଫାଇନାଲି ବସି ବି ଗଲୁ ଆଉ ସବୁ ଗାଡ଼ି ଆମର ଆଗରେ ଯାଇଥିଲା ଯେହେତୁ ଆମ ଗାଡ଼ିଟା ହିଁ ଲାଷ୍ଟରେ ରହିଯାଇଥିଲା ତ ସେଇଥିପାଇଁ ଆମେ ଫାଷ୍ଟ ବାହାରିକି ଚାଲିଗଲୁ ଆଉ ଆମ ଗାଡ଼ିରେ ବି ଏମିତିକା ଲୋକ ସଂଖ୍ୟା ଟିକେ ବେଶୀ ଥିଲା ତ ସେଇଥିପାଇଁ ଟିକେ ଏମିତିକା ଆଡ଼ଜଷ୍ଟ କରିବାକୁ ପଡ଼ୁଥିଲା। ଏମିତି ହିଁ ବାସ୍ 30 ମିନିଟ୍ ଭିତରେ ଆମେ ବର୍ତ୍ତମାନ ଯେଟାକି କମଳତା ବର ଘରେ ଆସି ବର୍ତ୍ତମାନ ପହଞ୍ଚିଗଲୁ ତ ବର୍ତ୍ତମାନ ଆମ ଆଗରେ ଗେଟ୍ ବି ଅଛି ତ ଗେଟ୍ ଭିତରକୁ ଆମେ ଏଣ୍ଟ୍ରି କରିଗଲୁ ଫାଷ୍ଟ ଆମ ସମସ୍ତେ ଗଲେ ଆଉ ପିକ୍ଚର ଯେହେତୁ ମୁଁ ଥିଲି ଟିକେ ସୁଟିଂ କରିବା ପାଇଁ ବ୍ଲଗିଂ କରିବା ପାଇଁ ତ ସେଇଥିପାଇଁ ଟିକେ ମୁଁ ପିକ୍ଚର ରହିଯାଇଥିଲି ଆଉ ଏଠି ଆଗରେ ଆମ ଦୂରରୁ ଯେହେତୁ ବରର ଘରର ଗେଟ୍ ବି ଦେଖାଯାଉଥିଲା ଫାଇନାଲି ବର୍ତ୍ତମାନ ପହଞ୍ଚିଗଲୁ ଯେଟାକି ଆମର ବର ଘରକୁ। ହ୍ୟାଲୋ। ତ ବର୍ତ୍ତମାନ ଥିଲା ଯେଟାକି ବର ଘର ଏଣ୍ଟ୍ରିର କିଛି ଆମର ଯେମିତି ଫୁଲ ଚନ୍ଦନ ଦେବା ଟାଇମ୍ଟା ତ ଏଠି ସମସ୍ତେ ଦେଉଥିଲେ ଫୁଲ ଚନ୍ଦନଟା କିନ୍ତୁ ଭାଇ ମୋ ଯେଟାକି ଆମର ବଡ଼ ଭାଇ ଯେଟାକି ଆମର କନ୍ୟାର ଭାଇ କିନ୍ତୁ ସେସବୁରୁ ସିଏ ପୁରା ଫୁଲ୍ ଖିଲାପ ତାକୁ ସେସବୁ ଟୋଟାଲି ପସନ୍ଦ ବି ନୁହେଁ ଆଉ ମୋତେ ସେମିତି ମୋ ଟାଇମ୍ ଆସିଲା ବେଳକୁ ମୁଁ ବି ସେମିତି ପିନ୍ଧିକି ଆସିଲି କିନ୍ତୁ ମୁଁ ଯେ ଟିକା ନେଇନି କିନ୍ତୁ ମୋ ଟିକାର କୌଣସି ସାଇଜ୍ ଥିଲାନି ପୁରା ଫୁଲ୍ ପୁରା ଲାର୍ଜ ଏକ୍ସେଲ୍ ଥିଲା। ये क्या हो गया? ये क्या सुन रहा हूँ मैं? ସେଟ୍ यार ଅଧିକା ଚନ୍ଦନ ଲାଗିଗଲା ଆଉ ଚନ୍ଦନ ଲାଗିଲା ବେଶୀ ଭଲ ପାଇବା ମିଳିଲା ନାହିଁ ତ ବର୍ତ୍ତମାନ ଆମେ ଭିତରକୁ ଏଣ୍ଟ୍ରି କରିଗଲୁ ଆଉ ଏଇଟା ହେଉଛି ଆମର ଯେଟାକି ଆମର ବର ବାବୁଙ୍କର ଘରଟା ଏଇଟା ତ ସେଇଟା ଫାଷ୍ଟ ମୁଁ ଆପଣଙ୍କୁ ଯାଇକି ବେଦିର କେମିତି କ'ଣ ସଜାସଜି ହେଇଛି ତ ସେଇଟା ଫାଷ୍ଟ ଆପଣଙ୍କୁ ମୁଁ ଦେଖାଇ ଦେଉଛି ତାପରେ ଆମେ ବର ସହିତ ମିଟିଂ କରିବା ପାଇଁ ଆମେ ଘର ଭିତରକୁ ଯିବୁ। ତ ଏଇଟା ଥିଲା ତା'ର ପୁରା ଫାଇନାଲ୍ ପୁରା ଲୁକ୍ସ ଥିଲା ଆଉ ଡେକୋରେସନ୍ ପୁରା ଜବରଦସ୍ତ ହିଁ ଲାଗୁଥିଲା ଆଉ ଏଇସବୁ ଡେକୋରେସନ୍ ଦେଖିଲା ପରେ ଆମେ ଗଲୁ ସମସ୍ତେ ମିଶିକି ଯେଟାକି ବର ସହିତ ଦେଖା କରିବା ପାଇଁ ଆଉ ଆଗରେ ଥିଲା ଆମର ଯିଏକି ଜିଜୁ ତ ଜିଜୁ ସହିତ ଏମିତିକା ମିଟିଂ ହେଲା ଦେଖା ହେଲା। थैंक यू उठा जल्दी उठा आज जरकम 100टा फोटो उठिया दरकार ତ ବର୍ତ୍ତମାନ ଆମମାନଙ୍କର ମିଟିଂ ବି ସରିଯାଇଥିଲା ଆଉ ତ ଏଠି ଆମ ବର ସହିତ ଦେଖା କରିକି ଆସିଲା ପରେ ଆମକୁ ଟିକେ ଭୋକ ବି ଲାଗିଯାଇଥିଲା ଯେହେତୁ ଟାଇମ୍ ବି ହେଲାନି ଆକ୍ଚୁଆଲି ଗୋଟେ ହେଲାନି ସେଇଥିପାଇଁ ଭୋକ ଲାଗିଥିଲା ତ ସେଇଥିପାଇଁ ଆମେ ସମସ୍ତେ ଯାଇକି ଫାଷ୍ଟ ବସିଗଲୁ ଯେହେତୁ ଡାଇନିଂ ସେଟ୍ରେ ତ ସେଇଥିପାଇଁ ଭୋକ ବି ଲାଗିଥିଲା ତ ସେଇଥିପାଇଁ ଫାଷ୍ଟ ଆମେ ବସିଗଲୁ। ହାଇ କର ହାଇ ବସି ବସି ମୋତେ ପୁରା ନିଦ ବି ଲାଗିଲାନି ତ ନିଦ ଲାଗିତେ ଲାଗିତେ ଫାଇନାଲି ଆମର ଥାଳି ବି ପହଞ୍ଚିଗଲା ଭୋକ ବି ବହୁତ ଜୋରସେ ଲାଗିଥିଲା ତ ସେଇଥିପାଇଁ ଆଉ ଏତେ ସମୟ ୱେଟ୍ କରିପାରିଲେନି ତ ସେଇଥିପାଇଁ ଆମର ଗୋଟେ ଆମର ପ୍ଲେଟ୍ ପଡ଼ିଗଲା ତାପରେ ଆମର ଟିସୁ ପେପର୍ ବି ତା ସହିତ ମିଳିଥିଲା ତ ଏମିତି ବି ବହୁତ ସାରା ଆଇଟମ୍ ବି ହେଇଥିଲା ତ ସବୁ ଆଇଟମ୍ ବି ବହୁତ ଟେଷ୍ଟି ବି ହେଇଥିଲା ତ ଫାଷ୍ଟ ଭୋକରେ ମୁଁ ଆଉ କିଛି ଦେଖିଲିନି ଫାଷ୍ଟ ମୁଁ ଖାଇଗଲି ସବୁ ତାପରେ ଖାଇସାରିଲା ପରେ ଯେହେତୁ ଆମର ରୀତିନୀତି ଯେଉଁଟା ଆମର ବିଧି ଅଛି ଯେଉଁଟା ମାମୁଁ ଆସିଥିଲେ ଯେଉଁଟା ମାମୁଁ ଯେଉଁଟା ଆମର ମାନେ ଆମର ଯେଉଁଟାକି ଜିଜୁଙ୍କୁ ଯେଉଁଟା ଆମର କିଛି ପୂଜା ଅର୍ଚ୍ଚନା ଅଛି ତ ସେଇଥିପାଇଁ ଫାଷ୍ଟ ଫଟୋଗ୍ରାଫି କିଛି ଚାଲିଥିଲା ଆଉ ଏଠି ନଡ଼ିଆ ବନ୍ଧପନା ଯେଉଁଟାକି ଆମର କିଛି ରୀତିନୀତି ଅଛି। ये दीदी तो नंबर अच्छी व्हाट्सएप नहीं बड़ मां दीदी को तो छाड़ दो वाला वीडियो करके वाला छाड़ी दो देने को तो छाड़ दो वाला ଆମର ଯେହେତୁ ଆସିছে ତେଣୁ ସମସ୍ତେ
তো এইটা সরিলা আমার যেটাকি বড় পরিবার প্রোগ্রামটা ଆଉ ମେନ୍ ଇଣ୍ଟରେଷ୍ଟିଂ যেটা ହେଉଛି যেটাକି ଆମର ମ୍ୟାରେଜ୍ ଫଙ୍କସନ୍ ଆଉ ରହିଲା ରିସେପସନ୍ ତ ତା ପାଇଁ ନେକ୍ସଟ ବ୍ଲଗ୍ରେ ଦେଖା ହେବ।